ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ 96 ବ୍ଲଗର ପୁଣି ମୋର ଆଉ ଗୋଟେ ନୂଆ ଫୁଡ୍ ବ୍ଲଗ୍ରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ମୁଁ ବନେଇବା ପାଇଁ ଯାଉଛି ସମ୍ବର, ଯାହାକି ସାଉଥ୍ ଇଣ୍ଡିଆନରେ ପୁରା ଫୁଲ୍ ଡିମାଣ୍ଡରେ ଅଛି। କିନ୍ତୁ ବର୍ତ୍ତମାନ ତା'ର ନାଁଟା ଚେଞ୍ଜ କରିକି ପପୁ ଚାରୁ ବୋଲି ରଖାଯାଇଛି। ଚାଲନ୍ତୁ କେମିତି କ'ଣ ହେଉଛି ଦେଖିବେ। ଚାଲନ୍ତୁ ଦେଖିବା। ଫାର୍ଷ୍ଟ ଗୋଟେ ପ୍ୟାନ୍ରେ 100 ml ଅଏଲ୍ ନେଇକି ଗରମ କରିଦିଅନ୍ତୁ। ଅଏଲ୍ଟିକୁ ଭଲରେ ଗରମ କରିସାରିଲା ପରେ ସେଥିରେ ସୋରିଷ, ଜିରା, ମେଥି ସେସବୁ ପକାଇକି ଭଲରେ ଆମେ ଗୋଳେଇଦେବା। ଏବଂ ତାପରେ କିଛି ପୂର୍ବରୁ ଚପ୍ କରି ରଖିଥିବା ଗାର୍ଲିକ୍କୁ ପକାଇକି ସେଇଟାକୁ ବି ଭଲ ଭାବରେ ଭୁଣିଦେବା। ତ ଗାର୍ଲିକ୍ ଭଲ ଭାବରେ ଭୁଣିବା ପାଇଁ ପଡ଼ିବ। ଗାର୍ଲିକ୍ ବ୍ରାଉନ୍ କଲର୍ ଧରିଲା ଯାଏଁ ଭୁଣିବା ପାଇଁ ପଡ଼ିବ। ଚାଲନ୍ତୁ ମୁଁ ସବୁ ପ୍ରୋସିଜର୍ ଆପଣଙ୍କୁ ଭଲ ଭାବରେ ଦେଖାଇ ଦେଉଛି। ଗାର୍ଲିକ୍ ଟିକେ ବ୍ରାଉନ୍ ହୋଇସାରିଲା ପରେ ସେଥିରେ କରି ଲିଫ୍ ଏବଂ ଡ୍ରାଏ ରେଡ଼୍ ଚିଲି ପକାଇକି ସେଇଟାକୁ ବି ଭଲ ଭାବରେ ଭୁଣିଦେବା। ତାପରେ ଏବେ ଆମେ ଆଡ଼୍ କରିଦେଲେ ପୂର୍ବରୁ କାଟିକି ରଖିଥିବା କିଛି ଡ୍ରମ୍ ଷ୍ଟିକ୍, ବଟଲ୍ ଗର୍ଡ଼। ତ ସେଇଟାକୁ ବି ଭଲ ଭାବରେ ଆମେ ଭୁଣିବା ପାଇଁ ପଡ଼ିବ, କାରଣ ଭେଜିଟେବୁଲ୍ ପୁରା କଞ୍ଚା ମ୍ୟାଟେରିଆଲ୍ ଆମେ ସବୁ ପକାଇଛେ, ତ ସେଇଟା ପକାଇବା ପାଇଁ କିଛି ଟାଇମ୍ ଲାଗିବ। ତ ଚାଲନ୍ତୁ ମୁଁ ଭିଡ଼ିଓ ଜରିଆରେ ପୁରା ଆପଣଙ୍କୁ A to Z ସବୁ ଡେସ୍କ୍ରାଇବ୍ କରିଦେଉଛି। ତ ତାପରେ ପୂର୍ବରୁ କାଟିକି ରଖିଥିବା କିଛି କ୍ୟାରଟ୍, ଓନିଅନ୍ ଆଉ ଆମର ଡିସ୍କୁ ବି ଆଡ଼୍ କରିଦିଅନ୍ତୁ। ତ ସେଇଟା ଭଲ ଭାବରେ ତା'ର କୁକ୍ ହେବା ଯାଏଁ ସେଇଟାକୁ ଆମକୁ ଭୁଣିବା ପାଇଁ ପଡ଼ିବ। ତ ଚାଲନ୍ତୁ ଏବେ ବର୍ତ୍ତମାନ କିଛି ହିଙ୍ଗ ଆଡ଼୍ କରିଦେଲେ, ହିଙ୍ଗ ଆଡ଼୍ କରିକି ସେଇଟାକୁ ଭଲ ଭାବରେ ଭୁଣିବା। ଭଲ ଭାବରେ ଭୁଣନ୍ତୁ, କାରଣ ଭେଜିଟେବୁଲ୍ ଆମେ କଞ୍ଚା ପକାଇଥିଲେ, ତ ସେଇଟାକୁ ଆମେ ଭଲ ଭାବରେ ଭୁଣିବା ପାଇଁ ପଡ଼ିବ। ଏବେ ଆମର କିଛି ସଲ୍ଟ ଆଡ଼୍ କରିଦେବା। ଆପଣଙ୍କ ଟେଷ୍ଟ ଅନୁଯାୟୀ ଆପଣ ସଲ୍ଟ ଆଡ଼୍ କରିବେ। ମୁଁ ଯେହେତୁ ବଲ୍କ କ୍ୱାଣ୍ଟିଟିରେ ବନାଉଛି, ତ ମୁଁ କିଛି ଅଧିକ ସଲ୍ଟ ଆଡ଼୍ କରୁଛି। ଆପଣ ଆପଣଙ୍କ ଟେଷ୍ଟ ଅନୁଯାୟୀ ସଲ୍ଟ ଆଡ଼୍ କରିପାରିବେ। ଏବେ ଆମେ ଆଡ଼୍ କରିବା ଟର୍ମେରିକ୍ ପାଉଡ଼ର, ଯେଉଁଟାକି ହଳଦୀ। ତ ହଳଦୀ ଆଡ଼୍ କରିକି ସେଇଟାକୁ ଭଲ ଭାବରେ ଭୁଣିବା। ତାପରେ ଆଡ଼୍ କରିବା କିଛି ରେଡ଼୍ ଚିଲି ପାଉଡ଼ର, ତାକୁ ବି ଭଲ ଭାବରେ ଭୁଣିଦେବା। ଭଲ ଭାବରେ ଭୁଣନ୍ତୁ, ଯେମିତି ଭେଜିଟେବୁଲ୍ ପୁରା ମସଲା ନିଜ ଭିତରକୁ ଟାଣି ନେଇଯିବ। ତାପରେ ଏବେ ଆମେ ଆଡ଼୍ କରିଦେବା କିଛି କୋରିଆଣ୍ଡର ପାଉଡ଼ର। 3ଟି ଯାକ ମସଲା ଆଡ଼୍ କରିସାରିଲା ପରେ ଭଲ ଭାବରେ ସେଇଟାକୁ ମିକ୍ସ କରିଦେବା। ଏବେ ସେଥିରେ କିଛି ଗ୍ରୀନ୍ ଚିଲି ଡାଇସ୍ କଟ୍ ଆଡ଼୍ କରିକି ତାକୁ ଭଲ ଭାବରେ ପୁଣି ଥରେ ଭୁଣିବା। ଏବେ ସେଥିରେ ଆମେ କିଛି ପାଣି ଆଡ଼୍ କରିଦେବା। ପାଣି ଆପଣଙ୍କ କ୍ୱାଣ୍ଟିଟି ଅନୁଯାୟୀ ଆଡ଼୍ କରିସାରିଲା ପରେ ଏବେ ଆମେ ସେଥିରେ କିଛି ପୂର୍ବରୁ କାଟିକି ରଖିଥିବା କିଛି କ୍ୟୁବ୍ ଟମାଟୋ ଆଡ଼୍ କରିଦେବା। କାରଣ ଟମାଟୋ ଯଦି ଆମେ ଫାଷ୍ଟରୁ ଆଡ଼୍ କରିଦେଉଛେ, ତ ଟମାଟୋର ଫ୍ଲେଭର୍ ଟିକେ କମିଯିବାର ଚାନ୍ସେସ୍ ଥାଏ। ତାକୁ ଭଲ ଭାବରେ ଫୁଟାନ୍ତୁ, ଯେମିତି ପୁରା ଭେଜିଟେବୁଲ୍ ପ୍ରପର୍ଲି କୁକ୍ ହେଇଯିବ। ପ୍ରପର୍ଲି କୁକ୍ ହେଲେ ସମ୍ବର ଅରିଜିନାଲ୍ ଫ୍ଲେଭର୍ ହିଁ ଦେବ। ତ ଏବେ ଚାଲନ୍ତୁ ତାକୁ କିଛି ସମୟ କୁକ୍ ହେବା ପାଇଁ ଛାଡ଼ିଦେବା। ମଝିରେ ମଝିରେ ସେଇଟାକୁ ଖୋଲିକି ଟିକେ ଚଲାଇବାର ଅଛି, କାରଣ ନହେଲେ ତଳେ ଲାଗିଯାଏ। ତ ଆପଣମାନେ ବି ତ ପୂର୍ବରୁ ଜାଣିଥିବେ, ସମ୍ବର ଏମିତି ଗୋଟେ ଜିନିଷ ଯେଉଁଟାକି ସାଉଥ୍ ଇଣ୍ଡିଆନରେ ବହୁତ ଡିମାଣ୍ଡ ଥାଏ। ପ୍ରତ୍ୟେକ ଘରେ ଘରେ ପରିଚିତ ତାଙ୍କର ସମ୍ବର ଖାଇବା ପାଇଁ ସାଉଥ୍ ଇଣ୍ଡିଆନରେ ବହୁତ ଲୋକ ଭଲ ପାଆନ୍ତି। ତ ଏଇଟା ଅରିଜିନାଲ୍ ସମ୍ବରର ହିଁ ରେସିପି। ତ ଏବେ ତାକୁ ନାଁ ଚେଞ୍ଜ କରି ପପୁ ଚାରୁ ନାମ ଦିଆଯାଇଛି। ତ ଏବେ ଆମେ ସେଥିରେ କିଛି ପୂର୍ବରୁ ଭିଜେଇକି ରଖିଥିବା ତେନ୍ତୁଳି ପାଣି, ଯେଉଁଟାକି ଆମର ଟର୍ମରିନ୍ ପଲ୍ପ, ସେଇଟା ଆଡ଼୍ କରିଦେବା। ଆମକୁ ଯେଉଁ ଯେତିକି ପରିମାଣରେ ଆମର ଖଟା ଦରକାର ଆମେ ସେତିକି ଆଡ଼୍ କରିଦେବା।
ଆଡ଼୍ କରିକି ସେଇଟା ଭଲ ଭାବରେ ମିକ୍ସ କରିଦେବା। ସାଉଥ୍ ଇଣ୍ଡିଆନରେ ସମ୍ବର ହେଉଛି ପୁରା ବଢ଼ିଆ ବଢ଼ିଆ ଡିସ୍। ଆପଣମାନେ ଚାହିଁଲେ ନିଜ ଘରେ ବନେଇକି ଏଟାକୁ ଟେଷ୍ଟ କରିପାରିବେ। ବହୁତ ଭଲ ଡିସ୍ ସମ୍ବର। ରାଇସ୍ ସହିତ ଏଇଟା ବଢ଼ିଆ ଖାଇବା ପାଇଁ ବହୁତ ମଜା ଲାଗେ। ତ ଏବେ ପୂର୍ବରୁ ବଏଲ୍ କରି ରଖିଥିବା କିଛି ତୁର୍ ଡାଲ ଆଡ଼୍ କରିଦେବା। ଡାଲିକି ଆଡ଼୍ କରିକି ଭଲ ଭାବେ ସେଟାକୁ ମିକ୍ସ କରିବା। ପୁରା ପ୍ରପର୍ ଫୁଲ୍ ଟୁ ଲାଷ୍ଟ ରେସିପି। ଆପଣମାନଙ୍କୁ ମୁଁ ଭିଡ଼ିଓଟି ଲଙ୍ଗ୍ ହେଇଯାଉଛି ମୁଁ ଜାଣୁଛି, ତ ପୁରା ପ୍ରପର୍ ରେସିପି ଦେଉଥିବାରୁ ଭିଡ଼ିଓଟି ଲଙ୍ଗ୍ ହେଇଯାଏ। ତ ଏବେ କିଛି ସେଥିରେ ଆମେ ଲାଇଟ୍ ଗୁଡ଼ ଆଡ଼୍ କରିଦେବା। ଗୁଡ଼ ଆଡ଼୍ କରିଦେଇକି ସେଟାକୁ କୁକ୍ରେ ଲଗାଇଦେବା। ଆମେ ପୁରା ତା'ର ଥିକନେସ୍ ଆସିବା ଯାଏଁ ମ୍ୟାକ୍ସିମମ୍ 30 ମିନିଟ୍ 40 ମିନିଟ୍ ତାକୁ କୁକ୍ କରିବା ପାଇଁ ଛାଡ଼ିଦେବା। ତ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ରେଡ଼ି ହେବା ଉପରେ ଆସିଲାଣି। ତାକୁ ଆଉ କିଛି ସମୟ ଫୁଟେଇକି ବନ୍ଦ କରିଦେବା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ତ ନିହାତି ଆପଣମାନେ ଦେଖିକି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥିବ। ତ ଥ୍ୟାଙ୍କ ୟୁ। ଏଇଟା ଥିଲା ସମ୍ବରର ପୁରା ରେସିପି, ସମ୍ବର ୱିଥ୍ ପପୁ ଚାରୁ। ଏଇଟା ବଢ଼ିଆ ଡିଶ୍ଟେ ଗୋଟେ ସାଉଥ୍ ଇଣ୍ଡିଆନ୍ର। ତ ଥ୍ୟାଙ୍କ ୟୁ।